ମଝି ଆକାଶରେ ହଜିଗଲା ଯାତ୍ରୀବାହୀ ବିମାନ। 22 ଦିନ ହେବ ମିଳୁନାହିଁ ସୁରାଗ। ଅଷ୍ଟ୍ରେଲିଆର ତସ୍ମାନିଆରୁ ଗତ ଅଗଷ୍ଟ 2 ତାରିଖରେ ଉଡ଼ାଣ ଭରିଥିବା ଏକ ଯାତ୍ରୀବାହୀ ବିମାନ ଗତ 22 ଦିନ ହେଲା ନିଖୋଜ ହୋଇଯାଇଛି। ବିମାନରେ 72 ବର୍ଷୀୟ ଗ୍ରେଗୋରୀ ଭନ୍, ତାଙ୍କର 66 ବର୍ଷୀୟ ସାଙ୍ଗ କିମ୍ ୱାର୍ନର ଏବଂ ତାଙ୍କର ପାଳିତ କୁକୁର ମୋଲି ଥିଲେ। ଗ୍ରେଗୋରୀ ନିଜେ ବିମାନଟି ଚଳାଉଥିଲେ। ବିମାନଟି ତସ୍ମାନିଆର ଜର୍ଜ ଟାଉନ୍ ବିମାନବନ୍ଦରରୁ ଦିନ ପ୍ରାୟ 1 ସମୟରେ ଉଡ଼ାଣ ଭରି ପ୍ରଥମେ ଭିକ୍ଟୋରିଆ ଏବଂ ପରେ ନ୍ୟୁ ସାଉଥ୍ ୱେଲ୍ସ ହିଲ୍ଟନ୍ ବିମାନବନ୍ଦର ଅଭିମୁଖେ ଯାଉଥିଲା। କିନ୍ତୁ ବାସ୍ ଷ୍ଟ୍ରେଟ୍ ଉପରେ ବିମାନଟି ହଠାତ୍ ନିଖୋଜ ହୋଇଯାଇଥିବାର ସୂଚନା ମିଳିଛି। ସନ୍ଧ୍ୟା ସୁଦ୍ଧା ବିମାନ ସମ୍ବନ୍ଧରେ କୌଣସି ସୂଚନା ନ ମିଳିବାରୁ ପରିବାର ଚିନ୍ତା ପ୍ରକଟ କରି ଅନୁସନ୍ଧାନ ଆରମ୍ଭ କରିଥିଲେ। ଅଷ୍ଟ୍ରେଲୀୟ କର୍ତ୍ତୃପକ୍ଷ ଉତ୍ତର ତାସ୍ମାନିଆ, ବାସ୍ ଷ୍ଟ୍ରେଟ୍ ଏବଂ ଭିକ୍ଟୋରିଆର ହେଲିକପ୍ଟର, ନୌକା ଏବଂ ଜାହାଜ ସାହାଯ୍ୟରେ ଖୋଜାଖୋଜି ଆରମ୍ଭ କରିଥିଲେ। ତେବେ ଏହି ଘଟଣା ଘଟିବାର 22 ଦିନ ବିତି ଯାଇଥିଲେ ମଧ୍ୟ ବିମାନର କୌଣସି ଅବଶେଷ କିମ୍ବା ଦୁର୍ଘଟଣାର କୌଣସି ସଂକେତ ମିଳିନାହିଁ। ଏପରିକି ବିମାନରୁ କୌଣସି ଜରୁରୀ ସଂକେତ ମଧ୍ୟ ପ୍ରେରଣ କରାଯାଇ ନଥିଲା, ଯାହା ଅଧିକ ଆଶ୍ଚର୍ଯ୍ୟର ବିଷୟ ହୋଇଛି। ତସ୍ମାନିଆ ପୁଲିସର ଇନ୍ସପେକ୍ଟର ନିକ୍ କ୍ଲାର୍କ କହିଛନ୍ତି, ଗ୍ରେଗୋରୀ ଭନ୍ ଜଣେ ଅଭିଜ୍ଞ ପାଇଲଟ ଥିଲେ। ତେଣୁ କୌଣସି ଜରୁରୀ ସଂକେତ ନ ପଠାଇବା ଏବଂ ବିମାନର ନିଖୋଜ ହେବାର କାରଣ ବୁଝିବା କଷ୍ଟକର ହେଉଛି। ଏହି ଘଟଣା 2014 ନିଖୋଜ ହୋଇଥିବା ମାଲେସିଆନ ଏୟାରଲାଇନ୍ସ ଫ୍ଲାଇଟ୍ MS-370ର ସ୍ମୃତିକୁ ପୁଣି ଥରେ ମନେ ପକାଇ ଦେଇଛି, ଯାହାର ମଧ୍ୟ କୌଣସି ଅବଶେଷ ଆଜିଯାଏ ମିଳିପାରିନାହିଁ। ଏହି ନିଖୋଜ ଘଟଣା ନେଇ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି। ଅଷ୍ଟ୍ରେଲୀୟ କର୍ତ୍ତୃପକ୍ଷ ତଦନ୍ତ ଜାରି ରଖିଛନ୍ତି, କିନ୍ତୁ ବିମାନଟି ସ୍ଥିତି ଏବଂ ଯାତ୍ରୀଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ।